ଆଜିର ଅନୁଚିନ୍ତା ପର କଥା ଶୁଣି ନିଜ ଲୋକଙ୍କ ଉପରେ ହଠାତ୍ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। କାହିଁକି ନା ଏଠି ବର୍ତ୍ତମାନ ସମୟରେ ଘର ଭାଙ୍ଗୁଥିବା ଲୋକ ବହୁତ ମିଳିବେ, କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ଆପଣଙ୍କୁ କେହି ବୁଝିପାରୁନାହିଁ ତ ମନ ଦୁଃଖ କରନ୍ତୁ ନାହିଁ, କାରଣ ଭଲ ବହି ଓ ଭଲ ମନ ସମସ୍ତେ ପଢ଼ିପାରନ୍ତି ନାହିଁ। ବିଶ୍ୱାସ ଏବଂ ପ୍ରାର୍ଥନା କେବେ ହେଲେ ଦୃଶ୍ୟ ହୁଏ ନାହିଁ, କିନ୍ତୁ ସର୍ବଦା ଅସମ୍ଭବକୁ ସମ୍ଭବ କରିଦିଏ। ଜ୍ଞାନ ପରେ ଯଦି ଅହଙ୍କାର ଜନ୍ମ ନେଇଥାଏ, ତେବେ ସେହି ଜ୍ଞାନ ବିଷ ଅଟେ, କିନ୍ତୁ ଜ୍ଞାନ ପରେ ଯଦି ନମ୍ରତା ଜନ୍ମ ନେଇଥାଏ, ତେବେ ସେହି ଜ୍ଞାନ ଅମୃତ ଅଟେ। ଜୟ ଜଗନ୍ନାଥ।